ଅଳ୍ପ ଦିନ ପରୀକ୍ଷା। ତେଣୁ ଆଜି ଆମେ ଇତିହାସ ଓ ଭୂଗୋଳର କିଛିଟା ସିଲେକ୍ଟିଭ୍ ଲଙ୍ଗ୍ କୋଶ୍ଚିନ୍ ଦେଖିବା। ଏଇଟା ଆମର ଦି ପ୍ରମେୟ ନ୍ୟୁଜ୍ ପେପରରେ ପ୍ରକାଶିତ ହୋଇଥିଲା। ବୁଝିଲା ତ? ତାହେଲେ ଆମର ଜାଣିଛେ 2ଟି ପ୍ରଶ୍ନରୁ 1ଟିଏ ପ୍ରଶ୍ନର ଉତ୍ତର ଆମେ ଦେବା। ତାହେଲେ ଦେଇଛି ପ୍ରଥମେ କୁଟୀର ଶିଳ୍ପର ବିକାଶ ପାଇଁ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ କି ପଦକ୍ଷେପ ମାନ ନିଆଯାଇଥିଲା। ହେଲା, ପରୀକ୍ଷାରେ ବହୁତ ଥର ମଧ୍ୟ ଆସିଛି, ତେଣୁ ଇଏ ବି ଗୋଟେ ପଡ଼ିବାର ଚାନ୍ସ ଅଛି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସେଟା ଲେଖିବ କିମ୍ବାରେ ଆମର ପଡ଼ିପାରେ ଓଡ଼ିଶାରେ ଶିଳ୍ପ ଓ କୃଷି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ କେଉଁ କେଉଁ ସଂସ୍ଥାମାନ କାର୍ଯ୍ୟରତ ଅଛନ୍ତି ଉଲ୍ଲେଖ କର। ହେଲା, ଇଏ ଗୋଟେ କ୍ୱେଶ୍ଚିନ୍। ନେକ୍ସଟ ଖରେ ଆସିବ ଓଡ଼ିଶାରେ ଜଳସେଚନର ଆବଶ୍ୟକତା ଓ ସ୍ୱାଧୀନତା ଓଡ଼ିଶାରେ କିପରି ସେହି ଆବଶ୍ୟକତା ପୂରଣ କରାଯାଇଛି ଉଲ୍ଲେଖ କର। ବୁଝିଲେ ତ? ସବୁ ଲେଖିବ। ଆଗରୁ କ'ଣ ଜଳସେଚନର ସୁବିଧା ଥିଲା ଏବଂ ବର୍ତ୍ତମାନ କେମିତି ଜଳସେଚନର ସୁବିଧା ଅଛି। ନେକ୍ସଟ ଆମର କିମ୍ବାରେ ପଡ଼ିପାରିବ ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଶିଳ୍ପ ଉଦ୍ୟୋଗ ଗୁଡ଼ିକର ଏକ ବିବରଣୀ ପ୍ରଦାନ କର। 2 ନମ୍ବରରେ ଆମର 3 ମାର୍କିଆ କ୍ୱେଶ୍ଚିନ୍। 3 ମାର୍କିଆ କ୍ୱେଶ୍ଚିନ୍ 3ଟା ପଡ଼ିବ, 3 ମାର୍କ। ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ବହୁତ ଥର ଆସୁଛି, ଲଙ୍ଗ୍ କ୍ୱେଶ୍ଚିନ୍ ହଉ 3 ମାର୍କିଆ ହଉ ଯେଉଁଥିରେ ଗୋଟେ ଆସିବ। କିମ୍ବାରେ ପର୍ଯ୍ୟଟନ ବିକାଶ ପାଇଁ କେଉଁ ପଦକ୍ଷେପ ମାନ ନିଆଯାଉଅଛି। ନେକ୍ସଟ ଖର ଆସିପାରିବ ଭିତ୍ତିଭୂମି କହିଲେ କ'ଣ ବୁଝ? ଏହା କିପରି ସାମାଜିକ ଓ ଅର୍ଥନୈତିକ ସମୃଦ୍ଧି ଘଟାଇଥାଏ ଲେଖ। ଗରେ ଆସିବ ଭାରତ କେଉଁ ଉଦ୍ଦେଶ୍ୟରେ ମିଆଁମାର ସହିତ ଅନେକ ଚୁକ୍ତି କରିଥିଲା। 3ଟି କ୍ୱେଶ୍ଚିନ୍। ତାପରେ 2 ମାର୍କିଆ 3ଟି କ୍ୱେଶ୍ଚିନ୍। କେଉଁ ଘଟଣାଦ୍ୱୟ ଭାରତ ଓ ବାଂଲାଦେଶ ମଧ୍ୟରେ ସମସ୍ୟା ସୃଷ୍ଟି ଦେଇଥିଲା। ବୁଝିଲା ତ? ନେକ୍ସଟ ଖର ଆସିପାରିବ ଶିଳ୍ପର ବିକାଶ ପାଇଁ ଓଡ଼ିଶାରେ ଉପଲବ୍ଧ ସମ୍ବଳ ଗୁଡ଼ିକ କ'ଣ? ଏବଂ ଗରେ ଓଡ଼ିଶାରେ ସୂଚନା ଶିଳ୍ପର ବିକାଶ ପାଇଁ କେଉଁ କେଉଁ କମ୍ପାନୀ କାର୍ଯ୍ୟରତ। ହେଲା, ଘଟା ମଧ୍ୟ ଚାହିଁଲେ 4ଟି ଦେଇଥାଉ, 3ଟି କରିବ ନା। କେଉଁ ଯୋଜନା ମାଧ୍ୟମରେ ଓଡ଼ିଶାର ଗ୍ରାମାଞ୍ଚଳକୁ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇଛି? ଓଡ଼ିଶା ସରକାରଙ୍କ ବିଜୁ ଗ୍ରାମ ଜ୍ୟୋତି ଯୋଜନା କ'ଣ? ସେଥିଲା ଆମର ଇତିହାସ 25 ମାର୍କ। ବର୍ତ୍ତମାନ ଆମେ ଭୂଗୋଳ 25 ମାର୍କ ଦେଖିବା। ଭାରତରେ ଜାତୀୟ ରାଜପଥର ଏକ ବିବରଣୀ ପ୍ରଦାନ କର। ନେକ୍ସଟ କିମ୍ବାରେ ବା ଆମର ପକେଇ ପାରିବ ଭାରତର ସାମୁଦ୍ରିକ ବହିବାଣିଜ୍ୟ କାରବାର ସମ୍ପର୍କରେ ଉଲ୍ଲେଖ କର। ଖରେ ବନ୍ୟାର ପ୍ରକାରଭେଦ ଗୁଡ଼ିକ ସମ୍ପର୍କରେ ଲେଖ ବା କ୍ରାନ୍ତିମଣ୍ଡଳୀୟ ବାତ୍ୟାର ପ୍ରଭାବ ସମ୍ପର୍କରେ ଲେଖ। ହେଲା, ତାପରେ 2 ମାର୍କିଆ କ୍ୱେଶ୍ଚିନ୍ ଆମର ଦେଖିବା। ସଂକ୍ଷିପ୍ତ ଟିପ୍ପଣୀରେ ଖାଉଟି ଶିଳ୍ପ, ଦୂରଦର୍ଶନ ପାର୍ଥକ୍ୟ ଦର୍ଶାଅ ମଧ୍ୟ ଆସିବ। ଅନ୍ତଃ ବାଣିଜ୍ୟ, ବହିବାଣିଜ୍ୟ, ଉପକୂଳ ବନ୍ୟା ଓ ସହରୀ ବନ୍ୟା। ହେଲା, ତାପରେ 2 ମାର୍କିଆ କ୍ୱେଶ୍ଚିନ୍ ଭଟ୍ଟା ପଡ଼ିଥିବା ସମୟରେ ବେଳାଭୂମିର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବା ଦରକାର। ହେଲା, ତାର କାରଣ ଦର୍ଶାଇବ। ଏବଂ ସଂକ୍ଷିପ୍ତ ଟିପ୍ପଣୀ ଉଦ୍ୟମିତା ଦକ୍ଷତା। ସେମିତି ଆଉ କ'ଣ ପଡ଼ିବ? ସଂକ୍ଷିପ୍ତ ଟିପ୍ପଣୀ ପୁଞ୍ଜି ନିର୍ମାଣ ପଡ଼ିଦେବ। 3 ନମ୍ବରରେ ଆମର ଜଣେ ଉଦ୍ୟୋଗୀ ଏକ ଉଦ୍ୟୋଗ ପ୍ରତିଷ୍ଠା କରିବା ବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତାପରେ ଷ୍ଟାର୍ଟଅପ୍ ଇଣ୍ଡିଆ ବା ଶୁଭାରମ୍ଭ ଭାରତ ଯୋଜନାର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ କ'ଣ ଥିଲା। ଖରେ ବିଜୁଳି କିପରି ସୃଷ୍ଟି ହୁଏ ତାର କାରଣ ଦର୍ଶାଇବ।